ନାରାୟଣ ପରିବାର ଯେଉଁ ଭବନର ନାମ ଯେ ଅଟଇ, ସେ ଭବନର ସ୍ୱଚ୍ଛ ଶାନ୍ତି ନିୟମକୁ କିଏ ଭାଙ୍ଗିବ କିମ୍ପାଇଁ? ସେ ଶାନ୍ତି ନିୟମ ଭଙ୍ଗନ କରିବା କାର ନାହିଁ ଅଧିକାର। ନାରାୟଣ ଭବନର ଦାୟିତ୍ୱ ସବୁକୁ ନେବାର ଥାଏ ଅଧିକାର। ପରିବାର ବଂଶଧରଙ୍କ ପାଇଁ ଏ ଯେ ଜିମିଦାରି ଯେ ଅଟଇ, ନାରାୟଣ ଭବନର ପ୍ରଗତିକୁ ଆଗକୁ ବଢ଼ାଇବାର ପାଇଁ। ଯେଉଁ ବଢ଼ିବା ଦେଖିବାରେ ଦୁନିଆ ଚକିତ ହୁଅଇ, ପରିବାର ସଂଗଠନ ଦୂର ଦୂରକୁ ଯେ ଚମକୁ ଯେ ଥାଏ। ତେଣୁ ତା ପାଖରେ କାର ଭଲ ମନ୍ଦର ବିଚାର ନ ରହିଥାଇ, ଏକମାତ୍ର ଲକ୍ଷ୍ୟ ନେଇ ସେ ସଦା ସର୍ବଦା ଚାଲୁଥାଏ। ପରିବାର ଆଦର୍ଶ ଉନ୍ନତି ସେ ବଢ଼ାଇବାର ପାଇଁ, ଯେଉଁ ବାଦା କରିଥାଇ ନାରାୟଣ ପାଶେ ବହୁ ପୂର୍ବରୁ ରହି। ଉପରୁ ତାଙ୍କ ଆଶୀର୍ବାଦ ବାରିଶି ହୁଅଇ, ସେହି ଆଶୀର୍ବାଦ ବଳେ ପରିବାରର ସେ ଉନ୍ନତି କରଇ। ସତ୍ୟ ଶାନ୍ତି ଦୟା କ୍ଷମା ରାସ୍ତାରେ ଯେ ନୀତି ଚାଲୁଥାଇ, ପରିବାରଙ୍କୁ ଉଚ୍ଚ ସ୍ଥାନରେ ରଖି ଆତ୍ମ ସନ୍ତୋଷ ଲଭଇ। ଆଦର ଯତ୍ନ ଯାର ପରିବାର ପାଇଁ ରହିଥାଇ, ସେ ପରିବାର ଏକତାର ବଳ ନେଇ ଦୁନିଆ ମଧ୍ୟେ ଯେ ବାହାରଇ। ନିଜ ସ୍ୱାର୍ଥେ ଜଡ଼ିତ କେବେ ମନେ ନ ଆସଇ, ପରିବାର ସୁଖ ଶାନ୍ତି ସମ୍ମାନ ଉପରେ ସେ ନୀତି ନଜର ରଖଇ। ଯେଉଁ ପରିବାର ମଧ୍ୟେ ମା ବାପର ଆଦର ମିଳଇ, ଭାବିନିଅ ସେ ପରିବାର ସ୍ୱର୍ଗଠୁ କମ୍ ନୁହଁ। ଯେଉଁ ପରିବାର ଲୋକ ଭୁଲ ରାସ୍ତାରେ ନ ଚାଲିଥାନ୍ତି, ସେ ପରିବାରର ଆଦର୍ଶ ସ୍ନେହ ସାତ ଜନ୍ମକୁ ବୋଲାନ୍ତି। ତେଣୁ ସେ ପରିବାରର ନାମ ଦୁନିଆ ମଧ୍ୟେ ପ୍ରସିଦ୍ଧ ହୁଅଇ, ସବୁ ସ୍ନେହ ମମତା ବନ୍ଧନ ରଖି ସେ ଚାଲୁଥାଇ। ବେଳ ଥାଉଁ ଥାଉଁ ଯଦି ଆମେମାନେ ସଚେତନ ନ ହୋଇବା, ଏକ ଆଦର୍ଶ ସ୍ନେହ ମମତା ବନ୍ଧନ ପରିବାର ଗଢ଼ି ନ ପାରିବା। ଏହି ଆଦର୍ଶ ସଂଗଠନ ଉପର ବଲାର ଆଶୀର୍ବାଦ ଯେ ମିଳିବ, ସ୍ନେହ ଆଶୀର୍ବାଦ ସମ୍ମାନ ବଳ ଉପରକୁ ମୁଣ୍ଡ ଟେକି ଚଲାଇ ନେବ। ଉପର ବୋଲାର ଆଶୀର୍ବାଦ ପାଇ ଯେ ପରିବାରକୁ ଆସିଥିବ, ଘରର ଆଦର୍ଶ କାମରେ ସେହି ଏକା ଯେ ଲାଗିବ। ମନ କେବେ ଶୋଚ ନାହିଁ, କିଏ ପଚାରିଲା ନାହିଁ, କେହି ମୋତେ ପରିବାର ମଧ୍ୟେ ସମ୍ମାନ ଦେଲେ ନାହିଁ। ସମ୍ମାନ ଉପରୁ ମିଳିଛି ତୁମର ପାଇଁ, ଏ ଘରର ଆଭିଜାତକୁ ଆଗକୁ ବଢ଼ାଇ ନେବାର ପାଇଁ। ତେଣୁ ମନ ଦୁଃଖ ନ କରି ଆଗକୁ ଚାଲ, ତୁମ ପଛେ ଅଛୁ ଆମେ ପୂରା ପରିବାର ବୋଲ। ରାମଚନ୍ଦ୍ର ସେତୁବନ୍ଧ ବାନ୍ଧି ଦେଇଥିଲେ, ତା ମଧ୍ୟେ ଗୁଣ୍ଡିଚି ମୂଷାର ସାହାଯ୍ୟ ରହିଥିଲା ଭଲେ। ତେଣୁ ତୁମେ ମଣ ନାହିଁ ମୋ ପାଖରେ କେହି ନାହାନ୍ତି, ସଦା ସର୍ବଦା ତୁମର ଆଜ୍ଞା ମାନି ପରିବାର ଚାଲିଥାନ୍ତି।